ଅକ୍ଟୋବର ମାସ ଶେଷ 10 ଦିନ 21 ତାରିଖରୁ 30 ତାରିଖ ଭିତରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ଏବଂ ଗୋଟିଏ ପରେ ଗୋଟିଏ 3ଟା ଲଘୁଚାପ ସୃଷ୍ଟି ହେବ ଏବଂ ଲଘୁଚାପ ପରବର୍ତ୍ତୀ ଅବସ୍ଥାରେ ତାର ଗତିପଥ ମଧ୍ୟ କ'ଣ ହେବ ଏବଂ ସେଇଟା ଆନ୍ଧ୍ର ଏବଂ ତାମିଲନାଡୁର ବାହାରେ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ କ'ଣ ପଡ଼ିବ ତା ବାବଦରେ ଯେଉଁ ପୂର୍ବ ଆକଳନ ହେଇଥିଲା ପ୍ରଥମ ଲଘୁପାତ ଚାଲିଗଲାଣି କୌଣସି ସମସ୍ୟା ସୃଷ୍ଟି ହେଇନାହିଁ। ଏବେ ଦ୍ୱିତୀୟ ଲଘୁଚାପ ମଧ୍ୟ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଇସାରିଛି ଏବଂ ସେଟା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବାଟା ଆରମ୍ଭ ହେଲାଣି ଏବଂ ତାର ପ୍ରଭାବ ମଧ୍ୟ ଆଗାମୀ ଦିନରେ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାର ପ୍ରତିଫଳନ ହେବ। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଆପଣଙ୍କର ପାଣିପାଗ ବିଭାଗ ଲଗେଇ ସାରିଛି। ସେ କ୍ରମରେ ଦକ୍ଷିଣ ଓଡ଼ିଶା ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ଘଡ଼ଘଡ଼ି ସହିତ ବର୍ଷା ହେବ। 30 କିଲୋମିଟରରୁ 40 କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ଅଛି। ଘଡ଼ଘଡ଼ି ହେବାର ସହିତ ଗୁଡ଼ିଏ ଜାଗାରେ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ଅଛି। ଅକ୍ଟୋବର ନଭେମ୍ବର ଡିସେମ୍ବର ଇଏ 3ଟା ମାସ ଓଡ଼ିଶା ପାଇଁ ସ୍ୱାଭାବିକ ଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ଏବଂ ବାତ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ତେଣୁ ଆମେ ପ୍ରସ୍ତୁତ ଅଛୁ। ପ୍ରଥମ ଲଘୁଚାପର ପ୍ରତିଫଳନ ଦେଖିବା ପାଇଁ ମିଳିଲା ନାହିଁ, ଓଡ଼ିଶା ସୁରକ୍ଷିତ ରହିଲା। ଦ୍ୱିତୀୟ ଅନୁମାନ ଯେଉଁଟା କରାହେଇଛି 28-29 ତାରିଖ ବେଳକୁ ତାର ପ୍ରଭାବ ଓଡ଼ିଶାରେ ପ୍ରତିଫଳନ ହେବ ବୋଲିକରି ପୂର୍ବ ଅନୁମାନ IMD ଲଗେଇଛି ଏବଂ ଆମେ ପ୍ରସ୍ତୁତ ଅଛୁ। ବହୁ ସମୟରେ ଏ ଆକଳନର ବାହାରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଯେହେତୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ତେଣୁ ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ପାଇଁ ପଡ଼େ। ଆଜି ମଧ୍ୟ ମୁଁ ଖବର ରଖୁଥିଲି ଯେ ଓଡ଼ିଶାର ବିଭିନ୍ନ ଜମି ନଦୀମାନଙ୍କର ମଧ୍ୟ ଜଳପତନ ସ୍ଥିର ଅଛି ଏବଂ ଆଗାମୀ ଜଳସେଚନ ପାଇଁ ଯେଉଁ ଡ୍ୟାମ୍ରେ ପାଣିର ଆବଶ୍ୟକତା ଅଛି ପାଣି ମଧ୍ୟ ପର୍ଯ୍ୟାପ୍ତ ପାଣି ବିଭିନ୍ନ ଡ୍ୟାମ୍ରେ ଅଛି। ତେଣୁ ଜଳପତନ ନଦୀରେ ବଢ଼ିବାର ମଧ୍ୟ ସମ୍ଭାବନା କମ୍। ଯଦି ଆବଶ୍ୟକ ପଡ଼େ ତାହେଲେ ପାଣି ମଧ୍ୟ ଡ୍ୟାମ୍ରୁ ଆମେ ରିଲିଜ୍ କରିବୁ। ତେଣୁ ଯେଉଁ ସମ୍ଭାବ୍ୟ ଜିଲ୍ଲା ସବୁ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ଅଛି ସେ ଜିଲ୍ଲାମାନଙ୍କୁ ଏବଂ ଜିଲ୍ଲା ପ୍ରଶାସନକୁ ସତର୍କ କରିଦିଆହେଇଛି। ଯେଉଁ ରିଲିଫ୍ ସେଣ୍ଟର ସବୁ ଆମର ଅଛି ସେ ରିଲିଫ୍ ସେଣ୍ଟରକୁ ମଧ୍ୟ ଆମେ ପ୍ରସ୍ତୁତ ରଖିଛୁ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ। ସ୍ଥାନାନ୍ତରିତ ହେଲେ ବହୁ ସମୟରେ ଖାଇବା ପଦାର୍ଥର ଆବଶ୍ୟକତା ପଡ଼େ, ସେଟା ମଧ୍ୟ ଜିଲ୍ଲାମାନଙ୍କୁ ପ୍ରଚୁର ପରିମାଣରେ ଗଚ୍ଛିତ ଅଛି। ସ୍ଥାନାନ୍ତରିତ ହେବା ଲୋକମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ସାଙ୍ଗରେ ରୋଷେଇ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା ହେଇଛି। ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସଚେତନ କରିଦିଆହେଇଛି। ବହୁ ସମୟରେ ବର୍ଷା ହେଲେ ଏବଂ ପାଣି ଆସିଲେ ସାପ କାମୁଡ଼ା ଗୋଟେ ବଡ଼ ସମସ୍ୟା, ତେଣୁ ପର୍ଯ୍ୟାପ୍ତ ଔଷଧ ସେ ଦିଗରେ ମଧ୍ୟ ଆମେ ବିଭିନ୍ନ PSC CSCରେ ରଖି ସାରିଛୁ ସଂରକ୍ଷିତ କରିକରି ଆବଶ୍ୟକ ପଡ଼ିଲେ ତାକୁ ଆହୁରି ଆଗକୁ ମଧ୍ୟ ବିଭିନ୍ନ ଜାଗାରେ ପହଞ୍ଚାଇବାର ବ୍ୟବସ୍ଥା କରିବୁ। ଯେଉଁମାନେ ମହିଳାମାନେ ଇଏ ଭିତରେ ସମ୍ଭାବ୍ୟ ପ୍ରସବ ହେବାର ସମ୍ଭାବନା ଅଛି ତାର ମଧ୍ୟ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଏବଂ ସେମାନଙ୍କର ସୁରକ୍ଷା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସଚେତନ କରିଦିଆହେଇଛି। ପଶୁ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ପଶୁ ସମ୍ପଦ ବିଭାଗକୁ ମଧ୍ୟ ଆଲର୍ଟ କରିଦିଆହେଇଛି, ସେମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେଣୁ କୌଣସି ପରିସ୍ଥିତି ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମର ପ୍ଲାନିଂ ଇନ୍ ଆଡ଼ଭାନ୍ସ ଆଣ୍ଡ ପ୍ଲାନିଂ ଇନ୍ ଡିଟେଲ୍ସ ଆମେ କରିସାରିଛୁ। ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ପ୍ରଥମ ପୂର୍ବ ଅନୁମାନ ଭଳିଆ ଦ୍ୱିତୀୟ ଏବଂ ତୃତୀୟ ପୂର୍ବ ଅନୁମାନ ମଧ୍ୟ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ। ଯଦି ନ ଆସେ
लघुचाप जनित बात्या ताहले ओडिशा पे भल जदि आसे ताहले मध्य सामना करिया पे हमें प्रस्तुत नहीं प्रत्येक दिन आईएमडी ठारू विपर्य परिचालना विभाग पूर्व अनुमान रिपोर्ट पाई थाए क्यों जगार वर्षा हेबो केते परिमाण वर्षा हेबो लघुचाप केते दूर रे अछि लघुचापर बेग कौन अच्छी केते पहुँचबार संभावना अच्छी सेटा आमे निरंतर संपर्क रे थाउ भारतीय पाणीपाग विभाग एवं भारतीय पाणीपाग विभाग जो ओडिशा चैप्टर से माने निरंतर भाव में विपर्य परिचालना विभाग संगे संपर्क थांती आमर विपर्य परिचालना विभाग जो कंट्रोल रूम अच्छी सेटा 24 घंटिया कंट्रोल रूम जो पूर्व अनुमान आसे ताको एनालिसिस करवा एवं एनालिसिस सांगरे सांगरे से तथ्य जिला प्रशासन पाखरे पहुँचेबार एवं तार माइक्रो प्लानिंग करी निर्दिष्ट क्यों जगह संभाव्य जगह प्रभावित हेबो ताकू मध्य आमे आकलन करी ग्रासरूट रे मध्य प्रशासनिक अधिकारी मानकु आमे सूचित भी करि थाउ एवं प्रस्तुत मध्य करि थाउ से क्रम रे एबे संपूर्ण प्रस्तुत ओडिशा सरकार अछि जिला प्रशासन अछि एवं जहाँ भी परिस्थिति आसु संभाव्य समस्त परिस्थिति एवं जो जो जगार प्रेडिक्शन होची पूर्व अनुमान होची तार आखपाख अंचल मध्य काले बात्या तार दिग परिवर्तन करि पारे तेणु पूर्व अनुमान रो बाहरे मध्य बाँ को डाहाण को मध्य आमे प्रस्तुत रखि थाउ स्वाभाविक भाव में कोस्ट लाइन टा प्रभावित होचे 600 किलोमीटर पाखापाखि आमर कोस्ट लाइन अच्छी तेणु कौन जगार बंगोपसागर रे जदि लघुचाप सृष्टि है तार प्रथम प्रभाव तो कोस्ट लाइन रे पड़ो तेणु कोस्ट लाइन दृष्टि गंजाम जिला हूँ भनरबुल जिला दक्षिण ओडिशा कहले आप गजपति ठारू आरंभ कर कोरापुट नवरंगपुर पर्यंत भनरबुल एरिया एपटे आपण जदि पुरी रे पहुँचले पुरी मध्य कोस्ट लाइन अच्छी पुरी मध्य भनरबुल एरिया एवं उपकूल अंचल जोटा अच्छी जाजपुर जगतसिंहपुर और बालेश्वर यीटा मध्य भनरबुल एरिया तेणु कोस्ट लाइन को लागिक जिते जिला अच्छी एवं आभ्यंतरीण ओडिशा जहाँ को कहूँ आम से स्वाभाविक भाव में विपर्य परिचालना विभाग प्रस्तुत भी थाए एवं लोक प्रस्तुत करें कहीं भयभीत हबार आवश्यक नहीं आद्य भयभीत हूँ नहीं अतीतर समस्त प्राकृतिक विपर्य मूलतः अक्टोबर मासरे लघुचाप जनित विपर्य आम प्रस्तुत थिलु और सफलतार सहित सामना भी करूँ एवं जोटा आसब ताकू आम संपूर्ण प्रस्तुत अच्छु ओडिशा रे निर्णायक भाव में परास्त कर कहली पर आप 24 घंटे आम रिपोर्ट पाई प्रत्येक दिन रिपोर्ट आसे एवं रिपोर्टर एनालिसिस आम कर तार माइक्रो प्लानिंग यहाँ नुह जे केबे बात्या आसिले पाणीपाग विभाग आमको सूचित करा नुह प्रत्येक दिन पाणीपाग विभाग तार आकलन लगे थाए एवं संभाव्य राज्य मन को सूचित करें ओडिशा मध्य से दिगरे कोस्ट लाइन थिबा कारणु समुद्र तटरे थिबा कारणु आमको मध्य सूचित करते आम मध्य से सूचना पाऊ कि न पाऊ अक्टोबर मासरे बात्या ही पारे एवं प्रत्येक वर्ष प्राय हुए केबे कम हुए केबे बेसी हुए तेणु आम अभ्यस्त हो गलुणी प्रस्तुति रे एवं सामना करिबारे।